ବନ୍ଧୁଗଣ, ନ୍ୟାୟର ଦେବତା ଶନିଦେବ 27 ବର୍ଷ ପରେ ଦେବଗୁରୁଙ୍କ ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସେ ବର୍ତ୍ତମାନ 4 ମାସ ପାଇଁ ଏଠାରେ ରହିବେ। ଏହି ଅବଧି ମଧ୍ୟରେ ତାଙ୍କର ସମ୍ପୂର୍ଣ୍ଣ ଆଶୀର୍ବାଦ 3ଟି ରାଶିର ଲୋକଙ୍କ ଉପରେ ଟଙ୍କା ବର୍ଷା କରାଇବ। ଶନିଙ୍କୁ ବୈଦିକ ଶାସ୍ତ୍ରରେ ଏକ ଶକ୍ତିଶାଳୀ ଗ୍ରହ ଭାବରେ ବିବେଚନା କରାଯାଏ। ଶନିଦେବ ହେଉଛନ୍ତି ମନ୍ଥର ଗତିଶୀଳ ଗ୍ରହ ଏବଂ 2.5 ବର୍ଷ ପରେ ସେ ନିଜର ରାଶି ଚିହ୍ନ ପରିବର୍ତ୍ତନ କରନ୍ତି। ଯେତେବେଳେ ସେ ନକ୍ଷତ୍ର ଗମନାଗମନ କରନ୍ତି କିମ୍ବା ପରିବର୍ତ୍ତନ କରନ୍ତି, ସମସ୍ତ 12ଟି ରାଶିର ଲୋକଙ୍କ ଉପରେ ପ୍ରଭାବ ପଡ଼ିଥାଏ। ସେ ଯେତେବେଳେ ରାଶି ପରିବର୍ତ୍ତନ କରିବେ, ମାନେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବେ, ଖାଲି ସେହି ରାଶି ଉପରେ ପ୍ରଭାବ ପଡ଼େନି, ସବୁ 12ଟି ଯାକ ରାଶି ଲୋକଙ୍କ ଉପରେ ପ୍ରଭାବ ପଡ଼େ। ଶନିଙ୍କ ଅନୁଗ୍ରହ ହେତୁ ଗରିବରୁ ଜଣେ ଧନୀ ସାଜେ, ତ ଆଉ ଶନିଙ୍କ ଯଦି ମନ୍ଦ ଦୃଷ୍ଟି ପଡ଼େ ତାହେଲେ ଧନୀରୁ ଜଣେ ଧନୀ ବ୍ୟକ୍ତି ରାତାରାତି ସେ ଗରିବ ମଧ୍ୟ ହୋଇଯାଏ। ବର୍ତ୍ତମାନ 27 ବର୍ଷ ପରେ ଶନିଦେବ 27 ଡିସେମ୍ବର 2024ରେ ବୃହସ୍ପତିଙ୍କ ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସେ ଏହି ନକ୍ଷତ୍ରରେ 2025 ଏପ୍ରିଲ 28 ପର୍ଯ୍ୟନ୍ତ ରହିବେ। ଫଳସ୍ୱରୂପ 3ଟି ରାଶିଫଳର ଭାଗ୍ୟ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି। କେବଳ ସେମାନଙ୍କର କ୍ୟାରିୟର ଦ୍ରୁତ ଗତିରେ ଗତି କରିବ ନାହିଁ, ବରଂ ଶନିଙ୍କ ଆଶୀର୍ବାଦ ସହିତ ସେମାନଙ୍କର ବ୍ୟବସାୟ ମଧ୍ୟ ଭଲ ଲାଭ ହେବ। ଆସନ୍ତୁ ଜାଣିବା ସେହି 3ଟି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ, ଯେଉଁମାନଙ୍କର ଘରେ ତାଙ୍କ ଘରେ ଧନରେ ଭରିଯିବ। ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଦ୍ୱାରା କେଉଁ ରାଶି ଚିହ୍ନ ଉପକୃତ ହେବେ? ପ୍ରଥମ ରାଶିଟି ହେଲା ତୁଳା ରାଶି। ଶନିଦେବଙ୍କର ନକ୍ଷତ୍ର ପରିବର୍ତ୍ତନ ହେତୁ ଆପଣଙ୍କର ହଠାତ୍ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ଆପଣ ପୌତ୍ରିକ ସମ୍ପତ୍ତିର ଉତ୍ତରାଧିକାରୀ ହୋଇପାରନ୍ତି କିମ୍ବା ଏକ ପୁରୁଣା ବିନିଯୋଗରୁ ଭଲ ରିଟର୍ଣ୍ଣ ପାଇପାରନ୍ତି। ଆପଣଙ୍କ ପିଲା ଅଧ୍ୟୟନରେ ଭଲ କରିବେ, ଯାହା ଆପଣଙ୍କୁ ଆରାମ ଦେବ, ଆପଣ ଖୁସି ହେବେ। ଦୀର୍ଘ ଦିନରୁ ପ୍ରେମ କରୁଥିବା ଦମ୍ପତିମାନେ ବିବାହ କରିପାରନ୍ତି। ଆପଣ ପରିବାର ପାଇଁ ଏକ ଗାଡ଼ି କିଣିବାକୁ ନିଷ୍ପତ୍ତି ନେଇପାରନ୍ତି, ଯାହା ପିଲାମାନଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି କରିବ। ଘରେ କିଛି ଶୁଭ କିମ୍ବା ଧାର୍ମିକ ଘଟଣା ହୋଇପାରେ। ଦ୍ୱିତୀୟ ରାଶିଟି ହେଉଛି ଧନୁ ରାଶି। ଏହି ନକ୍ଷତ୍ର ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇପାରେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ସଫଳତା ପାଇବାର ସମ୍ଭାବନା ଅଛି। ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ। ଆପଣଙ୍କର ବିଚାରାଧୀନ କାର୍ଯ୍ୟ ସମାପ୍ତ ହୋଇପାରେ। କୋର୍ଟରେ ବିଚାରାଧୀନ ମାମଲା ଆପଣଙ୍କ ସପକ୍ଷରେ ସମାଧାନ ହୋଇପାରେ। ଯଦି କୋର୍ଟରେ ଆପଣ କିଛି ବିଚାର ଚାଲିଛି ତ ଆପଣଙ୍କ ସପକ୍ଷରେ ଯିବ, ତାର ସମାଧାନ ମଧ୍ୟ ହୋଇପାରେ। ବସ୍ ଆପଣଙ୍କ କାମରେ ଖୁସି ହେବେ। ଯଦି ଆପଣ କେଉଁଠି ଅଫିସରେ କି କେଉଁଠି ଚାକିରି କରିଛନ୍ତି, ତ ଆପଣଙ୍କ ବସ୍ ଆପଣଙ୍କ କାମ ଉପରେ ଖୁସି ହେବେ। ଅଫିସରେ ଆପଣଙ୍କୁ ବଡ଼ ଦାୟିତ୍ୱ ମିଳିପାରେ। ଏହି ମାସରେ ଆପଣ ନିଜ ପରିବାର ସହିତ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିପାରନ୍ତି। କୁମ୍ଭ ରାଶି। ଏହି ରାଶିର ଲୋକଙ୍କ ପାଇଁ ଶନିଦେବଙ୍କ ନକ୍ଷତ୍ର ପରିବର୍ତ୍ତନ କରିବା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ। ଏହାର ପ୍ରଭାବ ହେତୁ ସମାଜରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ ଏବଂ ଆପଣ ଅନେକ ସ୍ଥାନରେ ସମ୍ମାନିତ ହୋଇପାରନ୍ତି। ଆପଣ ମଧ୍ୟ ଚାକିରି ଛାଡ଼ି ନିଜର ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଏକ ଭଲ ବିବାହ ପ୍ରସ୍ତାବ ସେମାନଙ୍କ ଘରକୁ ଆସିପାରେ। ଆପଣଙ୍କର ଆର୍ଥିକ ଜୀବନ ଭଲ ହେବ ଏବଂ ଆପଣ ବହୁତ ସଞ୍ଚୟ କରିବାକୁ ସମର୍ଥ ହେବେ।